ଆଜିର ସାଇ ସନ୍ଦେଶରେ ଯାହା ହେଉଛି ସବୁ ଭଗବାନଙ୍କ ଇଚ୍ଛାରେ ହେଉଛି। ଯାହା ଆଗକୁ ହେବ ମଧ୍ୟ ସବୁ ସେହି ଭଗବାନଙ୍କ ଇଚ୍ଛାରେ ହେବ। ତେଣୁ ମଣିଷ ହାତରେ କିଛି ବି ନଥାଏ। ତେଣୁ ତୁ ଏତେ ଚିନ୍ତା ନ କରି ନିଜ କର୍ମ କରିଚାଲ। କର୍ମର ଫଳ ତତେ ସେହି ଭଗବାନ ହିଁ ଦେବେ। ସବୁବେଳେ ସତ୍ ମାର୍ଗରେ ଚାଲ, ସତ୍ କଥା କହ, ସମସ୍ତଙ୍କର ଭଲ ଚିନ୍ତା କର, ସମସ୍ତଙ୍କର ମଙ୍ଗଳ ଚିନ୍ତା କର। ଫଳକୁ ଆଶା କର ନାହିଁ। ସବୁବେଳେ ନିଜର କାମକୁ ସାହସର ସହିତ ସମ୍ପୂର୍ଣ୍ଣ କର। ଯାହା ବି କାମ କରୁଛୁ ସେଥିରେ ସଫଳତା ପାଇବୁ। ସବୁବେଳେ ନିଜ ଉପରେ ବିଶ୍ୱାସ ରଖ, ଭଗବାନଙ୍କ ଉପରେ ବିଶ୍ୱାସ ରଖ। ତୁ ସବୁକିଛି କରିପାରିବୁ। ସମସ୍ତ ମଣିଷଙ୍କ ଜୀବନରେ ତ ଭଲ ମନ୍ଦ ଲାଗି କରିଥାଏ। କାହାର କେବେ ସବୁବେଳେ ଭଲ ହୁଏ ନାହିଁ କି କାହାର ସବୁବେଳେ ମନ୍ଦ ହୁଏ ନାହିଁ। ସମୟ ଅନୁସାରେ ସବୁ ପରିବର୍ତ୍ତନ ହୋଇଥାଏ। ଭଲ ଥିଲେ ମନ୍ଦ ହୋଇଥାଏ, ମନ୍ଦ ଥିଲେ ପୁଣି ଭଲ ହୋଇଥାଏ। ତେଣୁ ସମୟକୁ ସବୁବେଳେ ଅପେକ୍ଷା କରି ନିଜର ସାହସକୁ ସବୁବେଳେ ସୁଦୃଢ଼ କରି ଜୀବନ ପଥରେ ଆଗେଇ ଚାଲ। କାହାକୁ ଭୟ କରିବା ଦରକାର ନାହିଁ। ତୋ ସାଥିରେ ତୋ ଭଗବାନ ନିହାତି ଅଛନ୍ତି। ଶୁଣ ସନ୍ତାନ, ସବୁବେଳେ ନିଜ ଉପରେ ଭରସା ରଖ, ତୋ ଭଗବାନଙ୍କ ଉପରେ ଭରସା ରଖ। ସବୁବେଳେ ମୁଁ ହିଁ ତୋ ସାଥିରେ ସେମିତି ରହିଥିବି। କାରଣ ତୁ ସବୁବେଳେ ମୋ ଉପରେ ଭରସା କରୁଛୁ। ଆଜି ତୋର ଖରାପ ସମୟ ଆସିଛି, ଦିନେ ନା ଦିନେ ତୋର ଭଲ ସମୟ ମୁଁ ହିଁ କରିବି। ସେ ଦିନ ବହୁତ ଶୀଘ୍ର ପାଖେଇ ଆସିଲାଣି। ତୁ ସବୁବେଳେ ମନକୁ ଦୃଢ଼ ରଖିବା ପାଇଁ ଗାୟତ୍ରୀ ମନ୍ତ୍ର ଡେଲି ସକାଳୁ ଉଠି ପାଠ କର। ଦେଖିବୁ ତୋ ମନ ଦୃଢ଼ ହେବ, ତୋ ମନ ମଧ୍ୟ ସ୍ଥିର ରହିବ, ମୁଣ୍ଡ ସ୍ଥିର ରହିବ, ମନ ଅସ୍ଥିର ହେବ ନାହିଁ। ତୁ ସବୁବେଳେ ଥଣ୍ଡା ହୋଇକି ରହିବୁ। ସବୁ କାମ ଧୀର ସ୍ଥିର ଧୈର୍ଯ୍ୟର ସହିତ ସାମ୍ନା କରିବୁ। ତୁ ସବୁବେଳେ ନିଜ ଉପରେ ଭରସା ରଖ। ଯାହା ବି କାମ କରୁଛୁ ମନ ଲଗାଇ କାମ କର, ସବୁଥିରେ ସଫଳତା ପାଇବୁ। ତତେ ଯଦି ଭଲ ଲାଗୁନାହିଁ ମୋ ମନ୍ଦିରକୁ ଆସ, ମୋ ପାଖରେ ତୋର ମନ କଥା କହ। ଦେଖିବୁ ତୋ ମନ ହାଲକା ହୋଇଯିବ, ତତେ ସବୁ କିଛି ଭଲ ଲାଗିବ। ମୁଁ ହିଁ ତୋର ସବୁ ଭଲ କରିବି। ଯଦି ପାରୁଛୁ ଡେଲି ମୋ ସତ୍ ଚରିତ ପଢ଼, ସମସ୍ତଙ୍କର ମଙ୍ଗଳ ଚିନ୍ତା କର। କିଏ ତୋ ପାଇଁ ଗାତ ଖୋଳୁଛି, କିଏ ତତେ ହଇରାଣରେ ପକାଇବାକୁ ଚାହୁଁଛି, ସେ ପକାଉ। ସେଇ ଗାତରେ ସେ ନିଜେ ହିଁ ପଡ଼ିବ। ତୁ ଯଦି ଭଲ ଠିକ୍ ବାଟରେ ଥିବୁ ତ କିଛି ବି ତୋର ଅସୁବିଧା ହେବ ନାହିଁ। କାରଣ ମୁଁ ତତେ ରକ୍ଷା କରିବି। ମୁଁ ସବୁବେଳେ ଛାଇ ପରି ତୋ ପାଖରେ ରହିଛି। ତୋର କାହାକୁ ବି ଡରିବା ଦରକାର ନାହିଁ। ମୁଁ ହିଁ ତୋର ସବୁ କଥାରେ ତୋ ସାଥିରେ ଅଛି। ତୋର ଯାହା ବି କରିବି ତୋ ମଙ୍ଗଳ ପାଇଁ କରିବି। ଖରାପ ସମୟ ଆସିଛି। ଯେତେବେଳେ ଖରାପ ସମୟ ଆସିଥାଏ ଭଗବାନ ତାହାର ପରୀକ୍ଷା ନେଇଥାନ୍ତି। ତୁ ଯଦି ସେଇ ଖରାପ ସମୟରେ ମୋ ଉପରେ ବିଶ୍ୱାସ ରଖି ସେହି ପରିସ୍ଥିତିରୁ ବାହାରି ଯାଉ, ମୁଁ ତୋ ଉପରେ ଖୁସି ହୋଇ ତତେ ଆହୁରି ଆଶୀର୍ବାଦ ପ୍ରଦାନ କରିବି। ତୁ ଆହୁରି ଆଗକୁ ଆଗକୁ ଯିବୁ। ସେଥିପାଇଁ ଖରାପ ସମୟରେ ଭାଙ୍ଗି ନ ପଡ଼ି ସ୍ଥିର ହୋଇ ନିଜ ଜୀବନକୁ ଆଗକୁ ନେଇ ଚାଲ। ସମସ୍ତଙ୍କ ଜୀବନରେ ଖରାପ ସମୟ ଆସିଥାଏ, ଭଲ ସମୟ ମଧ୍ୟ ଆସିଥାଏ। ତୁ ସବୁବେଳେ ଠିକ୍ ରାସ୍ତାରେ ରହୁଛୁ। ତେଣୁ ତୋର ଡରିବା ବି କିଛି ବି ଦରକାର ନାହିଁ। ମୋ ଉପରେ ସବୁବେଳେ ବିଶ୍ୱାସ ରଖି ତୋ କାମ ତୁ ଆଗକୁ ନେଇ ଚାଲ। ତୁ ସବୁବେଳେ ନିଜ ପରିବାର କଥା ଚିନ୍ତା କର। ପରିବାରରେ କେମିତି ମା ବାପାଙ୍କ ମନରେ ଖୁସି ଦେବୁ, ନିଜ ସନ୍ତାନଙ୍କ ମନରେ ଖୁସି ଦେବୁ, ସେଇ କଥା ଚିନ୍ତା କର। ତୁ ସବୁବେଳେ ଏତେ ଚିନ୍ତିତ କ'ଣ ପାଇଁ ରହୁଛୁ? ମା ବାପାଙ୍କ ସେବା କର, ଦେଖିବୁ ତତେ ଆଶୀର୍ବାଦ ମିଳିବ। ତୋ ଚିନ୍ତା ଦୂର ହେବ। ସବୁବେଳେ ମା ବାପାଙ୍କର ଭଲ ମନ୍ଦ ବୁଝ। ସମସ୍ତଙ୍କ ସୁଖରେ ଦୁଃଖରେ ତୁ ଠିଆ ହ। ସନ୍ତାନଙ୍କୁ ସ୍ନେହ ଦେ, ସନ୍ତାନଙ୍କ କଥା ବୁଝ। ତୁ ଯେତେ ନିଜ ମନକୁ ଦୃଢ଼ ରଖିବୁ ତୁ ସେତେ ଜୀବନରେ ବହୁତ ଆଗକୁ ଯିବୁ। ଯଦି ମନକୁ ଦୁର୍ବଳ କରିଦେବୁ ତୁ ସେଇଠି ହିଁ ଭାଙ୍ଗି ପଡ଼ିବୁ। କାରଣ ମୁଁ ତୋ ସହିତ ସବୁବେଳେ ଅଛି। ତୋର କିଛି ବି ଚିନ୍ତା କରିବା ଦରକାର ନାହିଁ।
ଭଲ ସମୟ ଦେଖିବୁ, ଦିନେ ନା ଦିନେ ଭଲ ସମୟ ତୋ ପାଖକୁ ଏତେ ନିକଟତର ହେଇ ତୋ ପାଖକୁ ଆସିବ ଯେ ତୁ ନିଜକୁ ଦୃଢ଼ ରଖ, ମନୋଭାବକୁ ଦୃଢ଼ ରଖ। ସବୁବେଳେ ଦୃଢ଼ ଶକ୍ତି ବଳ ନେଇ କାମ କର। ମୁଁ ତୋ ସହିତ ସବୁବେଳେ ଅଛି। ଜୟ ସାଇରାମ।